आपण माने देखुचंदी सबु बेले सबु जगह आपण मानक सेबारे लेखिबो कहिबो एलकेटीवी। ଆପଣ ଦେଖୁଛନ୍ତି ଏଲ୍କେ ଟିଭି ଲେଖିବ କହିବ ଏଲ୍କେ ଟିଭି। এই ଏଲ୍କେ ଟିଭି ମାଧ୍ୟମରେ ଆମେ ଆଜି ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବାକୁ ଯାଉଛୁ ଯିଏକି ତାଙ୍କ ନାମ ହେଉଛି ଲକ୍ଷ୍ମୀଧର ଜେନା। 1975 ମସିହାରୁ ସେ ତାଙ୍କର ଲେଖା ଆରମ୍ଭ କରିଛନ୍ତି। ମାତ୍ର ସପ୍ତମ ଶ୍ରେଣୀ ପାସ୍ କରି ନିଜ ଗ୍ରାମରେ ଗୋଟେ ବିଦ୍ୟାଳୟ କରିବା ସହିତ ଏକ ଲାଇବ୍ରେରୀ ମଧ୍ୟ କରିଛନ୍ତି ଏବଂ ଗୋଟେ ରଘୁନାଥଙ୍କ ମନ୍ଦିର କରିଛନ୍ତି। ତ ଆମେ ଆସନ୍ତୁ ଯିବା ସେଇ ଲକ୍ଷ୍ମୀଧର ବାବୁଙ୍କ ଗାଁକୁ ଯିବା ଏବଂ ଲକ୍ଷ୍ମୀଧର ବାବୁଙ୍କ ସହିତ ଦେଖାଇ ଆସିବା। କବି ଅଛନ୍ତି, ଏକାଧାରରେ କବି ଅଛନ୍ତି, ସାହିତ୍ୟିକ, ଐତିହାସିକ ଏବଂ ଜଣେ ଗବେଷକ ଲକ୍ଷ୍ମୀଧର ଜେନା। ଆଳିପାଟଣା ଗ୍ରାମ, ପୁରୀ ଠାରୁ ମାତ୍ର 48 କିଲୋମିଟର ଦୂର ସାତପଡ଼ା ରାସ୍ତାରେ ଆଳିପାଟଣା ଗ୍ରାମ। ଆପଣ ମୋ ସହିତ ଆସନ୍ତୁ, ଯିବା ଲକ୍ଷ୍ମୀଧର ବାବୁଙ୍କ ସହିତ ଦେଖାହେବା। ଆମେ ପୁରୀରୁ 48 କିଲୋମିଟର ଆସିଲା ପରେ ଆପଣଙ୍କୁ ଯେଉଁ ରାସ୍ତା ଦେଖେଇଲୁ, ତ ଯେଉଁ ଆଳୁପାଟଣା ଗ୍ରାମ ଏବଂ ଆଳୁପାଟଣାର ଯେଉଁ କବି ଅଛନ୍ତି ଲକ୍ଷ୍ମୀଧର ଜେନା, ତ ଆମେ ତାଙ୍କ ଘର ସାମ୍ନାରେ ଆସି ପହଞ୍ଚୁ। ଆପଣ ଆମ ସହିତ ଆସନ୍ତୁ, ଯିବା ଲକ୍ଷ୍ମୀଧର ଜେନାଙ୍କ ସହିତ ଦେଖା ହେବା ଏବଂ କଥା ହେବା। ମୋର ପରିଚୟ କବି ଲକ୍ଷ୍ମୀଧର ଜେନା। ଆଜ୍ଞା, ଆପଣ କେବେଠାରୁ ଆପଣ ବର୍ତ୍ତମାନ ଲେଖା ଲେଖି ଆରମ୍ଭ କଲେଣି? ଆଉ ଆମେ ଶୁଣିବାକୁ ପାଇଲୁ ଆପଣଙ୍କ ଗ୍ରାମରେ ଆପଣ ସ୍କୁଲଟେ କରିଛନ୍ତି, ଗୋଟେ ଲାଇବ୍ରେରୀ କରିଛନ୍ତି, ଆଉ ଆପଣ ବ୍ୟବସାୟ ହେଉଛି ମାଛ ବ୍ୟବସାୟ ହେଲେ ବି ଆପଣ ତା ଦେହରୁ ଅବସର ସମୟ ପାଇକରି ଆପଣ ଲେଖାପଢ଼ି କରୁଛନ୍ତି। ତ ଆପଣ 90ରୁ ଉର୍ଦ୍ଧ୍ୱ ବହି ଲେଖିଛନ୍ତି, ଆପଣ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି। ତ ଆପଣ କହିବେ କି ଆପଣ ଏଭଳି କିଭଳି କଲେ ଏବଂ ଆପଣ କିଏ ପ୍ରୋତ୍ସାହନ ଦେଇଥିଲେ? ମୁଁ ଛାତ୍ରାବସ୍ଥାରେ ଯେତେବେଳେ ଚତୁର୍ଥ ପଞ୍ଚମ ପଢ଼ିଲି, ସେତେବେଳେ ମୁଁ ଅନ୍ୟର ବହି ପଢ଼େ। ସେତେବେଳେ ମୁଁ ଚିନ୍ତା କରିଛି, ମୁଁ ଦିନେ ଯଦି ଏଇଭଳି ବହି ଲେଖିବି, ମୋ ବହିଟା ସମସ୍ତେ ଛାତ୍ରଛାତ୍ରୀ ଓ ଜନସାଧାରଣ ପଢ଼ିପାରିବେ। ତେଣୁ ମୁଁ ସେଇ ସ୍କୁଲରେ ଶପଥ ନେଲି ଯେ ମୁଁ ଓଡ଼ିଆ ସାହିତ୍ୟ କାବ୍ୟ କବିତା ଲେଖିବି। ସେଇଦିନଠୁ ମୁଁ କଲମ ଚାଳନା କରିଛି। ଆପଣଙ୍କୁ ଏଥିରେ ପ୍ରୋତ୍ସାହନ କିଏ ଦେଇଥିଲେ ଏସବୁ କାର୍ଯ୍ୟ କରିବା ପାଇଁ? ମୋତେ କେହି ଦେଇନାହାନ୍ତି। ମୁଁ ସବୁ ନିଜସ୍ୱରେ ଲେଖିପାରେ, ନିଜ ଅନୁଷ୍ଠାନ ନିଜସ୍ୱରେ କରିପାରିଛି। ଅନ୍ୟ ଲୋକଙ୍କୁ ବୋଲେ ଏକତ୍ରିତ କରି ଗାଁର ଉନ୍ନତି, ଅଞ୍ଚଳର ଉନ୍ନତି ପାଇଁ, ତାପରେ ଏଇଭଳି ମୋର ଚିନ୍ତାଧାରା। ଆପଣ ଯେଉଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି, ତ ଆପଣ ଏଠି ଖଣ୍ଡେ ଆପଣଙ୍କର ବହି ଥୋଇଲା ଭଳି ଗୋଟେ ଲାଇବ୍ରେରୀ କଲାଭଳି ଆପଣ କେଉଁଠି କରିଥିଲେ? ତାର କ'ଣ ଅସୁବିଧା ହେଲା ନା ଏଇ ଘରେ ଆପଣ ଲାଇବ୍ରେରୀ କରିଛନ୍ତି? ନାଇଁ ନାଇଁ, ମୁଁ ସ୍ୱତନ୍ତ୍ର ଘର ଗୋଟେ କରିକି କରିଛି, ଆଜବେଷ୍ଟ ଘର। ସେ ଫନି ଫାଇନରେ ନଷ୍ଟ ହୋଇଯାଇଛି। ଆମ ସରକାରଙ୍କ ତରଫରୁ ମଧ୍ୟ ଆମେ ବହି ପାଇଛୁ। ତେଣୁ ବହି ପାଇଲେ ସୁଦ୍ଧା ଲୋକ ଉପକୃତ ହେଇପାରିଲେ ନାହିଁ। କେବଳ ଫନି ଆଉ ଫାଇଲିନ୍ ସେ ଘରଟାକୁ ଆଜବେଷ୍ଟ ଘରକୁ ନଷ୍ଟ କରି ଭାଙ୍ଗିଦେବା ଫଳରେ ବର୍ଷା ପାଣି ଜମି ରହି ବହିପତ୍ର, ସାର୍ଟିଫିକେଟ, ରେକର୍ଡ଼ ପତ୍ର ସବୁ ନଷ୍ଟ ବିନଷ୍ଟ ହେଇଯାଇଛି। ମଧ୍ୟ ଗଡ଼ରାଜ ଖଣ୍ଡେ ନାହିଁ କି ଆଲମିରା ଖଣ୍ଡେ ନାହିଁ କି କୌଣସି ନଥିବା ସତ୍ତ୍ୱରେ ବହୁ ଅସୁବିଧାରେ ସେ ଅନୁଷ୍ଠାନ ଅବହେଳିତ ଏରିଆରେ ପଡ଼ି ରହିଛି। ଆପଣ ବର୍ତ୍ତମାନ ସୁଦ୍ଧା କେତେ ଖଣ୍ଡ ବହି ଲେଖି ସାରିଲେଣି? ମୁଁ 51 ଖଣ୍ଡ ବହି ପ୍ରକାଶିତ ହେଲାଣି। ଆଉ ଅବଶିଷ୍ଟ 25-30 ଖଣ୍ଡ ବହି ମଧ୍ୟ ଲେଖୁଛି। ଗତ 10 ତାରିଖରେ ମଧ୍ୟ ମୋ ବୋଉ ବୋଲି ଗୋଟେ ବହି ମୁଁ ମଧ୍ୟ ଆରମ୍ଭ କରି ଶେଷ କରିସାରିଲିଣି। ତାହା ମଧ୍ୟ ଏଇ 2024ରେ ମଧ୍ୟ ତାକୁ ପ୍ରକାଶିତ କରିବାକୁ ଅଭିଳାଷ କରିଛି। ଆଜ୍ଞା, ଆମେ ଶୁଣିଛୁ ଯେ ଆପଣ ଗୋଟେ ମନ୍ଦିର ବି କରିଛନ୍ତି, ତ ସେ ମନ୍ଦିର ବି କ'ଣ ପାଇଁ କରିଛନ୍ତି ଆଉ କେବେଠୁ ସେ ମନ୍ଦିର ଆପଣ କଲେଣି? ମନ୍ଦିରଟି ମୁଁ 1975ରୁ ଆରମ୍ଭ କରିଛି। ଯେ କି ସେ ବିଗ୍ରହ, ମାର୍ବଲ ବିଗ୍ରହ ଆମର ଓଡ଼ିଶାରେ ନଥିଲା। ମଣି ବିଗ୍ରହ ବା ତାକୁ କହନ୍ତି ଇଂଲିଶରେ ମାର୍ବଲ, ତାକୁ ଓଡ଼ିଆରେ ଖାଣ୍ଟି ଓଡ଼ିଆରେ ହେଉଛି ମଣି ବିଗ୍ରହ। ତାକୁ ଆମେ ଉତ୍ତରପ୍ରଦେଶ ସ୍ଥିତ ଅଯୋଧ୍ୟା ଧାମ ବନାରସ ସହରରୁ ମୁଁ ବାଙ୍କିଜଳ ନିବାସୀ ପ୍ରଫୁଲ୍ଲ ଜେନାଙ୍କୁ ଧରି ତାକୁ ରାମ, ଲକ୍ଷ୍ମଣ, ସୀତା, ହନୁମାନ, ଗରୁଡ଼ଙ୍କୁ ଆଣି ତାଙ୍କୁ ପ୍ରତିଷ୍ଠା କରି ଓଡ଼ିଶାର ଗଜପତି ଦିବ୍ୟସିଂହ ଦେବଙ୍କ ପରାମର୍ଶ କ୍ରମେ ତାଙ୍କର ରାଜଗୁରୁ ବୋଲେ ଡକ୍ଟର କୃଷ୍ଣଚନ୍ଦ୍ର ରାଜଗୁରୁ, କେଶବ ଚନ୍ଦ୍ର ରାଜଗୁରୁ, ତାଙ୍କର ପୌରୋହିତ ବଳରାମ ଦାସ, ଏମାନଙ୍କୁ 16 ଜଣ ପଣ୍ଡିତଙ୍କ ଦ୍ୱାରା ବୋଲେ ପ୍ରତିଷ୍ଠା ହୋଇ ସେ ମଣି ବିଗ୍ରହ 21/1/1976 ମସିହା ବୁଧବାର ଦିନ ଶ୍ରୀ ଅଯୋଧ୍ୟାନାଥ ଦେବ ନାମରେ ପ୍ରତିଷ୍ଠିତ ହୋଇ ବୈଦିକ ନୀତିରେ ଏପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲିଛି। ଆଚ୍ଛା, ଆମେ ଯିବା, ଚାଲନ୍ତୁ ଟିକେ ମନ୍ଦିର ଠିକି ଯିବା। ହଁ, ଚାଲନ୍ତୁ। ଆସନ୍ତୁ।
ଲକ୍ଷ୍ମୀଧର ଜେନା ଯେଉଁ ମନ୍ଦିରଟି କରିଛନ୍ତି ଆମେ ବର୍ତ୍ତମାନ ସେଇଠି ଆସି ପହଞ୍ଚେ। ଆମେ ଆସନ୍ତୁ ଯିବା ତାଙ୍କଠୁ ବୁଝିବା ଯେ ଏ ମନ୍ଦିର କିପରି କଲେ ଏବଂ ଠାକୁରଙ୍କ ନାଁ କ'ଣ। ଆଜ୍ଞା, ଆପଣ ଯେଉଁ ବର୍ତ୍ତମାନ ଏ ଯେଉଁ ମନ୍ଦିରଟି ଆପଣ କରିଛନ୍ତି ତ କେତେ ବର୍ଷ ହେଲାଣି କଲେଣି ଏବଂ ଏ ମନ୍ଦିର କିଭଳି କରୁଛନ୍ତି ଏବଂ କେଉଁ ଠାକୁର ଏଥିରେ ପୂଜା ପାଉଛନ୍ତି? ଏ ମନ୍ଦିରଟି 1975ରୁ ଆରମ୍ଭ ହେଇଛି। ପ୍ରତିଷ୍ଠା ହେଇଛି 1921-1-76 ବୁଧବାର ମାଘ କୃଷ୍ଣପକ୍ଷ ପଞ୍ଚମୀ ଦିନ ସିଂହାସନ ଆରୋହଣ କରି ଅଯୋଧ୍ୟାନାଥ ନାମରେ ପରିଚିତ। ଆର ମଧ୍ୟ ପର୍ବପର୍ବାଣୀ ପାଞ୍ଜିପତ୍ରରେ ମଧ୍ୟ ପ୍ରତିଫଳିତ ହେଇଛି। ଆଜ୍ଞା, ଆପଣ ଗୋଟେ ଆଙ୍କର ଦୋଳ ଯାତ୍ରା କରନ୍ତି ମହାପ୍ରଭୁଙ୍କର, ସେଇଟା କେବେ କରନ୍ତି ଆଉ କ'ଣ ପାଇଁ କରିଥାନ୍ତି? ଏଠି ମଧ୍ୟ ଅନୁଷ୍ଠାନର ପର୍ବପର୍ବାଣୀ ମୁଖ୍ୟ ପର୍ବପର୍ବାଣୀ ହେଉଛି ଶ୍ରୀରାମ ନବମୀ। 9 ଦିନ ମଧ୍ୟ ବୋଲେ ହୋମ ଯଜ୍ଞ କରାଯାଇ ବୋଲେ ଶ୍ରୀରାମ ନବମୀ ବ୍ରତ ମଧ୍ୟ ଭକ୍ତମାନେ ମଧ୍ୟ ଆସିକିରି କୁମ୍ଭ ଏଠି ଉପାସନା କରି ତାଙ୍କର ମାନସିକ ପୂର୍ଣ୍ଣ କରୁଛନ୍ତି ପ୍ରତିବର୍ଷ। ତାପରେ ଦୋଳ ଉତ୍ସବ 6 ଦିନ ମଧ୍ୟ ଦୋଳ ମଧ୍ୟ ତାଙ୍କର ବିଜେ ପ୍ରତିମା ମଧ୍ୟ ଅଷ୍ଟଧାତୁରେ କରାଯାଇଛି ପ୍ରତିଷ୍ଠା। ସେ ମଧ୍ୟ ଚାଚେରି ଭୋଗ ଖାଉଛନ୍ତି। ତାପରେ ଚନ୍ଦନ ମଧ୍ୟ 21 ଦିନ ହେଉଛି। ପ୍ରତି ସଂକ୍ରାନ୍ତି ମାସର ପଞ୍ଚାହୁତି ହୋମ ମଧ୍ୟ କରାଯାଉଛି। ବୈଦିକ ନୀତି ଅନୁସାରେ ବ୍ରାହ୍ମଣ ଦ୍ୱାରା ଦରମା ଦିଆଯାଇକରି ଅନ୍ନ ଭୋଗ ମଧ୍ୟ କରାଯାଉଛି। ଏଠି ଯେଉଁ ଠାକୁର ପୂଜା ପାଉଛନ୍ତି ତ କେଉଁ ଠାକୁର ଏଥିରେ ପୂଜା ପାଉଛନ୍ତି? ଏଇଟା ରାମ ଠାକୁର, ରାମ ଲକ୍ଷ୍ମଣ ସୀତା ହନୁମାନ, ଯେ କି ଅଯୋଧ୍ୟାରୁ ସେ ପ୍ରତିମୂର୍ତ୍ତି ଆସିଛନ୍ତି। ଆପଣ ଏଭଳି ମନ୍ଦିର କରିବା ପାଇଁ କ'ଣ ପାଇଁ ଚିନ୍ତା କଲେ ଆଉ ମନ୍ଦିର କ'ଣ ପାଇଁ କଲେ? ମନ୍ଦିରଟି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁଁ ଦୀର୍ଘ 10 ବର୍ଷ ପର୍ଯ୍ୟନ୍ତ ମୋର ପୁତ୍ର ସନ୍ତାନ ସନ୍ତତି କିଛି ନ ହେବା ଫଳରେ ମୁଁ ବାଲୁଗାଁ ଯାଇଥିଲି। ସେଠି ଗୋଟେ ରାମ ସୀତାଙ୍କ ଯୁଗଳ ମୂର୍ତ୍ତି ଫଟୋଟେ ଆଣି ଘରେ ପୂଜା କଲି। ପୂଜା କରିବା ଦ୍ୱାରା କିଛି ଦିନ ପରେ ସେ ଫଟୋରୁ ବିଭୂତି ଝରିଲା। ସେ ବିଭୂତିକି ମୁଁ ବିଶ୍ୱାସ କଲି ନାହିଁ। କିଛି ଦିନ ପରେ ପୁଣି ସେ ବିଭୂତିକି ମୋ ଧର୍ମପତ୍ନୀ ଜମ୍ବୁବତୀ ସହିତ ଆମେ 2 ଜଣ ଯାକ ତାକୁ ଖାଇବା ଭିତରେ ମୋ ସ୍ତ୍ରୀର ଅନ୍ତଃସତ୍ତ୍ୱା ହେଲା। ଅନ୍ତଃସତ୍ତ୍ୱା ହେବା ଜାଣି ତେଣୁ ମୁଁ ସେଥିରେ ମନୋନିବେଶ କଲି ଏଇ ରାମ ମନ୍ଦିରଟି କେମିତି ଗାଁ ସୀମାରେ ଗୋଟେ ଛୋଟ ଗୋଟେ କୁଡ଼ିଆ କରିକିରି ପୂଜା ପରିଚାଳନା ହେବ। ଆଜି ମଧ୍ୟ ତାର ପରିବର୍ତ୍ତନ ହେଇ ଆଜି ଚାଳ ଘରରୁ ଆଜବେଷ୍ଟରୁ ମନ୍ଦିର ମଧ୍ୟ 35 ଫୁଟରେ କରାଯାଇକରି ମଧ୍ୟ ପୂର୍ଣ୍ଣ ହେଇପାରିନାହିଁ। ଆପଣ ଶୁଣିଲେ ଯେ ଲକ୍ଷ୍ମୀଧର ବାବୁ କହିଲେ ଯେ 1975 ମସିହାରେ ଯେତେବେଳେ ତାଙ୍କର କୌଣସି ପିଲାଛୁଆ ହେଉନଥିଲେ ତ ସେ ଘରେ ତାଙ୍କର ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ ତା ଦେହରୁ ବିଭୂତି ଝରିଲା ଏବଂ ବିଭୂତି ଝରିଲା ପରେ ସେ ବିଭୂତି ଖାଇଲା ପରେ ବର୍ତ୍ତମାନ ତାଙ୍କର ସ୍ତ୍ରୀ ଅନ୍ତଃସତ୍ତ୍ୱା ରହିଲେ। ସେଥିପାଇଁ ସେ ଏହି ମନ୍ଦିର କରିଛନ୍ତି। ଆମ ସହିତ ଲକ୍ଷ୍ମୀଧର ବାବୁଙ୍କ ଗ୍ରାମର ଜଣେ ଶିକ୍ଷକ, ହେଡ୍ ଶିକ୍ଷକ, ପ୍ରଧାନ ଶିକ୍ଷକ ଥିଲେ ସାର୍। ତ ଆସନ୍ତୁ ଆମେ ଯିବା ସାର୍ଙ୍କ ସହିତ ଏ ମନ୍ଦିର କିଭଳି ହେଲା ଏବଂ କ'ଣ ପାଇଁ ଲକ୍ଷ୍ମୀଧର ବାବୁ କଲେ। ଆପଣ ତ କହିଲେ ଲକ୍ଷ୍ମୀଧର ବାବୁ, ତ ଆପଣ କ'ଣ ଜାଣିଛନ୍ତି ଏ ବିଷୟରେ? ସେ ମୋ ଜାଣିବା ଭିତରେ ଆମର ଗାଁ ଲୋକ ତ ବିବାହର ବହୁତ ଦିନ ପରେ ତାଙ୍କର ପୁତ୍ର ସନ୍ତାନ ହେଲା ନାହିଁ। ତେଣୁ ତାଙ୍କ ମନରେ ଗୋଟେ ଖରାପ ସବୁବେଳେ ମନ ଦୁଃଖ ହେଲା। ସିଏ କୁଆଡ଼େ ଯାଇଥିଲେ ବାହାରକୁ, ଆଉ ଗୋଟେ ରାମ ଲକ୍ଷ୍ମଣ ସୀତାଙ୍କର ଫଟୋଟା ଆଣିକି ପୂଜା କଲେ। ପୂଜା କରିବା ଫଳରେ ସେଥିରୁ ସେ କ'ଣ ଲାଭ ପାଇଲେ କେଜାଣି, କିନ୍ତୁ କିଛି ଦିନ ପରେ ତାଙ୍କର ପୁଅଟି ଝିଅଟି ଜନ୍ମ ହେଲା ଏବଂ ଜଣଙ୍କ ନାଁ ରାମ ଦେଲେ ଆଉ ଜଣଙ୍କ ନାଁ ମାନସୀ ବି ଦେଲେ। ମାନସୀର ଅର୍ଥ ବି ସୀତା। ତେଣୁ ଏଇ ଅନୁସାରେ ତାଙ୍କର ଗୋଟେ ବିଶ୍ୱାସ ହେଲା ଯେ ମୁଁ ଆଜି ଠାକୁରଙ୍କୁ ପୂଜିବାରୁ ମୁଁ ଏଇ ବରଟି ପାଇଛି। ତେଣୁ ସେ ଗୋଟେ ଦୃଢ଼ ସଂକଳ୍ପ ନେଲେ, ମାଗି ଯାଚିକି। ସେ ସେତେ ଧନୀ ଶ୍ରେଣୀର ଲୋକ ନୁହଁ, ମାଗି ଯାଚିକି ଲୋକମାନଙ୍କର ସାହାଯ୍ୟ, ବହୁ ବଦାନ୍ୟ ବ୍ୟକ୍ତିମାନେ ଦେଇଛନ୍ତି ସାହାଯ୍ୟ। ମନ୍ଦିରଟି ତିଆରି କଲେ। ପୂର୍ଣ୍ଣାଙ୍ଗ ହେଇପାରୁନି, ଚାଳ ଘରେ ପୂଜା ପାଉଥିଲେ, ବର୍ତ୍ତମାନ ତିଆର ଚାଲିଛି। ତେଣୁ ସିଏ ବି ମତ୍ସ୍ୟଜୀବୀ ଲୋକ ହେଇଥିଲେ ମଧ୍ୟ ଚିଲିକାକୁ ବହୁତ ସମୟ ଯାଆନ୍ତି ନାହିଁ, କାରଣ ତାଙ୍କର ବହି ଭଲ ତ ସିଏ ଭଲ, ତାଙ୍କ ଲେଖାଟା ହେଉଛି ମୁଖ୍ୟ। ଆଜ୍ଞା, ଆପଣ ଶୁଣିଲେ ସାର୍ଙ୍କଠୁ ଯେ କାହିଁକି ଲକ୍ଷ୍ମୀଧର ବାବୁ ମନ୍ଦିର କଲେ। ଆମେ ଏବେ ଚାଲ ଯିବା ଲକ୍ଷ୍ମୀଧର ବାବୁଙ୍କ ସହିତ ଯେଉଁ ଲାଇବ୍ରେରୀଟି କରିଥିଲେ, ଯେଉଁଟାକି ବର୍ତ୍ତମାନ ବହୁତ ପାଣି ପଡ଼ିକିରି ବର୍ତ୍ତମାନ ବହୁ ବହି ନଷ୍ଟ ହେଇଯାଇଛି, କେଉଁଭଳି ଅବସ୍ଥାରେ ଅଛି ସେଇ ଲାଇବ୍ରେରୀ ଟିକେ ଦେଖିବା। ଯେଉଁ ଲାଇବ୍ରେରୀ କରିଥିଲେ ଏଇଠି ଦେଖନ୍ତୁ ଜଳ ଏଇ ଦେଖାଯାଉଛି। ମୁଁ କ୍ୟାମେରା ପର୍ସନ କହିବି ଦେଖାଇବେ ଏଇଠକୁ ଜେନା ସାହିତ୍ୟ ମନ୍ଦିର, ଆଳୁପାଟଣା।
जे कि राजकिशोर राय उद्घाटन करथिले उपसभापति थिले ओडिशा साहित्य संगीत नाटक एकाडेमी 29/1/1984 रे। तो ये लाइब्रेरी अवस्था देखंतु मु कैमरा पर्सन को कहबी जे से लाइब्रेरी को देखेबे किभली अछि अवस्था रे एवं आपण को देखेबा को चाहेमु जो चिलिका नोडाल उच्च विद्यालय याकू प्रतिष्ठा करथिले 1978 मसीह लखींदर जेना। आसन तांको सहित देखा हवा आज्ञा बर्तमान जो आप लाइब्रेरी करथिले तो 1984 मसीह होता मु देखेबी कैमरा पर्सन देखो किभली अवस्था पड़ी से लाइब्रेरी ता विषय कहबे कि आपण केमिति करथिले। ये अनुष्ठानटा 1975 मु आरंभ करथिले ताकू बेले सरकारी नथिभुक्त कली 81/82 रेजिस्टर्ड नंबर 311/224। ये अनुष्ठान केवल ये अंचलर छात्र छात्री युव समाज ପାଇଁ କରାହେଇଥିଲା बेले एमाने अवसर समय आसी बहीपत्र पत्र पत्रिका पाठ करें ये फनी आ फाइलिन आर सर्वांग नष्ट विनष्ट करने द्वारा आज अवहेलित अवस्था पड़ रही। आज्ञा आउ भी जो आप गोटे स्कूल करथिले सेटा 1978 मसीह तो स्कूल रो बहुत बढ़िया परिवर्तन होइछि देखा जाउछि। तो स्कूलटा किपरि करथिले आपण कहबे कि? मु पाठपढ़ा छाड़िया भितर ग्रामवासी बोले मते ए स्कूलर सेक्रेटरी रूपे नियुक्ति देले। नियुक्ति देवा भितर तृतीय श्रेणी मात्र थिला जड़े सार थिले। तेणु मु चिंता कली आलुपाटना गोपीनाथपुर दुईटी ग्राम रे एड़े बड़ी गाँ थाईक गोटे स्कूल हो पार नहीं। तेणु तेणु मु संकल्पबद्ध हेली जे कि ये आलुपाटना रे गोटे एपरी शिक्षा अनुष्ठान करी समस्ते ओडिशा जानीपारे। तेणु मु ताकू पदक्षेप नेली। तेणु ये गाँवर सेतेबेले अवस्था टिके भल नथिला। समस्ते तो गरीब मत्स्यजीवी लोक चिलिकारु माछ बाइले पेट पोषुते पैसा कौटू आणवे अनुष्ठान प्रति दृष्टि नथिला। मु बोले मोर जड़े सांग एसआई थांती बोले दयानिधि जेना तांकू आपत्ति अभियोग करिवारे से चतुर्थ पंचमटी जितेबाला आरंभ कलु बोले ये स्कूलर बोले से सामल ना कौन नेत्रानंद सामल एकुटिया थांती स्कूल रे। तेणु से दुईटी मास्टर बोले अपॉइंटमेंट कले। आम चतुर्थ पंचम जितेबाला होगला बोले गाँव बोले एकादश श्रेणी पाठ पढ़िक धरणधर जेना राजकिशोर जेना दुईटी जे वासुदेव हाईस्कूल छात्र एठी आसी गाँव में चलुले। तांकू मु कहली बाबूरे गोटे स्कूल करवा तुम्हें को मु किसी पैसा दे पारि ना तुम पिला पाठ पढ़ेब गोटे मध्य इंराजी स्कूल करवा। तेणु मध्य इंराजी स्कूल कले घर दरकार। मो घर बासन कुसन मो स्त्री गहना बिकी 3-4 बखरा चाल घर करी तलटा को मु सीमेंट करी से अवस्था अनुकूल करी 2 जन मास्टर को नियुक्ति प्रदान करी दवा फल बहुत घात प्रतिघात भितर अनुष्ठान छात्र छात्री भल नंबर रखी बोले मेधावी छात्र रूप में बाहर सेतेबेले आमर कृष्ण प्रसाद शिक्षा सर्कलर एसआई कृष्णचंद्र रथ को अनुदान क्रमे ये स्कूल इजुम स्कूल परिणत है। इजुम स्कूल जो परिणत है बोले सेतेबेले ये गाँव में झील पिला माने बाहर को छाड़ती ना पाठ पढ़ा। तेणु कौन करवा आमर एठू 5 किलोमीटर हूँ वासुदेव हाईस्कूल। तेणु मु संकल्प कली ये गाँव में हाईस्कूल आरंभ करी। एमती लोक धरी केते सभा केते समिति भागी जाइए ता भितर से प्रभुंकर करुणा रघुनाथंकर है अनुष्ठान टी हवा भितर आज से अनुष्ठान चिलिका नोडाल हाईस्कूल रे परिणत हो हजार हजार छात्र छात्री शिक्षा पाई चाकरी करी तांको जीवन यापन सुखरे निर्वाह करछंती। एटा होची ये गाँवर ये मातृभूमि मो प्रति आशीर्वाद। मु तेणु ये गाँ माटी की हजार हजार थर मुंडिया मारुछि। ये ग्रामवासी को मध्य मुंडिया मारुछि। एबे ग्रामवासी बहुत ही स्कूल प्रति अवदान। तेणु मु ग्रामवासी को बहुत ही धन्यवाद करुछि। मो द्वारा किसी है नहीं मु कहूँ मु करछि बोली से कथा मु केबे कहूनी ये सबू ये माटी माँ करिछि। आज्ञा स्कूल विषय रे सुनले
କହିଲେ ସାର୍ ଲାଷ୍ଟ ଶେଷରେ ଗୋଟିଏ କଥା କହିଲେ, ଯାହା କରିଛି ମାଟି ମା କରିଛି, ମୁଁ କିଛି କରିନି। ଆମ ସହିତ ଆଉ ଜଣେ ସାର୍ ଅଛନ୍ତି, ଆମେ ତାଙ୍କଠୁ ବୁଝି ନେବା ଏ ସ୍କୁଲ କିପରି ହେଇଥିଲା ଆଉ କିଭଳି ହେଇଥିଲା। ନାଇଁ ସ୍କୁଲଟା ତ ଯେଉଁ ଅବସ୍ଥାରେ ଆପଣ ବର୍ତ୍ତମାନ ଦେଖୁଛନ୍ତି ତାର ପୂର୍ବ ଅବସ୍ଥାକୁ ଦେଖିଲେ 2-3 ବଖରା ଚାଳ ଘରେ ଗୋଟେ ପ୍ରାଇମେରୀ ସ୍କୁଲ ଚାଲିଥିଲା। ଆମେମାନେ ସବୁ ପାଠ ପଢ଼ିକି ଆସିକି ଥିଲୁ ବିନା ପଇସାରେ। ଏ ବାବୁଙ୍କ ଅନୁରୋଧ କ୍ରମେ ମୁଁ ବହୁ ଉଚ୍ଚଶିକ୍ଷା ନ କରିକି ମାଇନର ସ୍କୁଲରେ ରହିଲି ଏବଂ ଭଲ ରେଜଲ୍ଟ ହେଲା ଏବଂ ଏଇଠୁ ଆମର ଚାକିରି ବି ଆରମ୍ଭ ହେଲା, ଯେଉଁଟାକି ମୁଁ ଲେବୁଲ୍ 3ରେ ରିଟାୟାର୍ଡ଼ କଲି ବର୍ତ୍ତମାନ। ଆଉ କିଛି ନ ଯାଇଥିଲେ ମୁଁ ବି ବିଓ ହେଇଥାନ୍ତି, କିନ୍ତୁ ଦୁର୍ଭାଗ୍ୟ ମୋର ବୟସ ନଥିଲା, ମୁଁ ରିଟାୟାର୍ଡ଼ କରିଗଲି। ତାଙ୍କର ବହୁ ଅବଦାନ, ଗ୍ରାମବାସୀଙ୍କର ସାହାଯ୍ୟ ନିଶ୍ଚିତ, ଜଣେ ସାହାଯ୍ୟ ନ କଲେ ଏତେ ବଡ଼ ଅନୁଷ୍ଠାନ ହେଇପାରିବନି। କିନ୍ତୁ ଆଙ୍କର ଯେଉଁ ଶ୍ରମ ତାକୁ ପୁରୀ ଜିଲ୍ଲାର ପୁରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତେ ଜାଣନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସେତେ ନାହିଁ, ପଞ୍ଚମ ଷଷ୍ଠ ପଢ଼ିଛନ୍ତି ମାତ୍ର। ତେଣୁ ଭଞ୍ଜ କିଛି ପାଠ ନ ପଢ଼ିକି ବୈଦେଶୀ ବିଳାସ ଦେଖିଥିଲେ, ଇଏ କିଛି ପାଠ ନ ପଢ଼ିକି 60 ଖଣ୍ଡ ବହି ଲେଖିଛନ୍ତି। ତେଣୁ ସେଟା ସେଇ ରାମଙ୍କର ଆଶୀର୍ବାଦ, ଆଉ କିଛି ନାହିଁ। ଏବଂ ତାଙ୍କରି ଯୋଗୁଁ ଆଜି ଶିକ୍ଷାନୁଷ୍ଠାନ କେତେ 20 ଇଞ୍ଜିନିୟର, 30-40 ଡକ୍ଟର ଏ ଗାଁରୁ ବାହାରିଲେଣି। ଆପଣ ଶୁଣିଲେ ଯେ ବର୍ତ୍ତମାନ ସେ ଯେଉଁ ଶିକ୍ଷାନୁଷ୍ଠାନ କରିଛନ୍ତି, ତ ତାଙ୍କର ନିଜେ ପଞ୍ଚମ ଷଷ୍ଠ ଶ୍ରେଣୀ ପାଠ ପଢ଼ୁଛନ୍ତି କି ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି, କିନ୍ତୁ ତାଙ୍କର ଯେଉଁଭଳି ଗାଁ ପାଇଁ ଅବଦାନ ଶୁଣିଲେ। ତ ଆମ ଆଉ ଜଣେ ଗ୍ରାମବାସୀ ଅଛନ୍ତି, ଆମେ ଆସନ୍ତୁ ବୁଝି ନେବା। ଆଜ୍ଞା ଆପଣ ପରିଚୟ? ଆଜ୍ଞା ମୁଁ ଶନିଶ୍ୱର ଜେନା, ଆଳୁପଟଣା ନିବାସୀ। ଆଜ୍ଞା ଲକ୍ଷ୍ମୀଧର ଜେନା, ଆପଣ ଗାଁର ନୁହଁ ସାରା ଓଡ଼ିଶାର ଜଣେ ପରିଚିତ ବ୍ୟକ୍ତିତ୍ୱ। ତ ଆପଣ କ'ଣ କହିବେ ଯେଉଁ ସ୍କୁଲଟି ହେଇଛି, ଆଉ ଏ ଦେଖନ୍ତୁ ଯେଉଁ 1984 ମସିହାରେ ଯେଉଁ ଲାଇବ୍ରେରୀ ହେଇଥିଲା ତା ଅବସ୍ଥା ଆପଣ ଦେଖନ୍ତୁ, ତ କ'ଣ କହିବେ ଆପଣ? ଲକ୍ଷ୍ମୀଧର ଜେନା ହେଉଛି ପ୍ରଥମତଃ ଏ ଆଳୁପଟଣାର ଗର୍ବ ଏବଂ ଗୌରବ, ଏବଂ ଲକ୍ଷ୍ମୀଧର ଜେନା ନେଇକି ଆମେ ସବୁଠାରେ ପ୍ରଶାସନ ଲେବୁଲରୁ ଆରମ୍ଭ କରିକି ତାଙ୍କ ପରିଚୟରେ ପରିଚିତ ବି ହେଇଛୁ ଏବଂ ଗ୍ରାମବାସୀ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି। ଏବଂ ଏ ଯେଉଁ ଜେନା ସାହିତ୍ୟ ମନ୍ଦିରଟି ପ୍ରାଙ୍ଗଣରେ ଆମେ ଛିଡ଼ା ହେଇଛେ, ତାଙ୍କର ବି ଅନୁଦାନ। ଏଠି ଶହ ଶହ ଯୁବକ ମଧ୍ୟ ସଂଗଠିତ କରାନ୍ତି, ସେମାନେ ବିଭିନ୍ନ ପ୍ରକାର ରକମର ଅନୁଷ୍ଠାନ ସାହିତ୍ୟ ଜେନା ସାହିତ୍ୟ ମନ୍ଦିର ପ୍ରାଙ୍ଗଣରେ ବି ଜେନା ସାହିତ୍ୟ ମନ୍ଦିର ଆସର ଜମାନ୍ତି ଏବଂ ସାହିତ୍ୟିକ ଜଣେ ଏବଂ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଏକ ଗର୍ବ ଗୌରବ କଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ଜେନାଙ୍କୁ ନେଇ ଆଳୁପଟଣା ଧନ୍ୟ ବିବେଚିତ, ଏପରି ପୁଅକୁ ଯୁଗାନ୍ତରେ ପାଇବ କି ନାହିଁ ସନ୍ଦେହ। ଏ ଲକ୍ଷ୍ମୀଧର ଜେନା ଏମିତି ଆଜନ ବଞ୍ଚିଥାନ୍ତୁ ଏବଂ ତାଙ୍କର ଶ୍ରଦ୍ଧା ସ୍ନେହରେ ଏ ଗାଁର ଯୁବକ ଯୁବତୀମାନେ ବି ଆସିକି ଭରପୁର ହୁଅନ୍ତୁ, ସମ୍ମାନ ଦିଅନ୍ତି ଏବଂ ଯେତେକ କାର୍ଯ୍ୟକ୍ରମ ହୁଏ ଲକ୍ଷ୍ମୀଧର ଜେନାଙ୍କୁ ସମସ୍ତେ ଶ୍ରଦ୍ଧା ସହକାରେ ଗ୍ରହଣ କରନ୍ତି। ଆପଣ ଶୁଣିଲେ ଯେ ଲକ୍ଷ୍ମୀଧର ଜେନାଙ୍କୁ ସମସ୍ତେ ସଦା ସହକାରେ ଗ୍ରହଣ କରନ୍ତି। ଆମେ ଚାଲନ୍ତୁ ଯିବା ଆଗକୁ ଦେଖିବା ଆଉ କ'ଣ ଅଛି ଲକ୍ଷ୍ମୀଧର ବାବୁଙ୍କ ବିଷୟରେ ଜାଣିବା। ଚାଲନ୍ତୁ। ଆପଣ ତ ଲକ୍ଷ୍ମୀଧର ଜେନାଙ୍କ ଠାରୁ ଶୁଣିଲେ ଯିଏକି କବି ଲେଖକ ଅଛନ୍ତି। ଲକ୍ଷ୍ମୀଧର ଜେନାଙ୍କ ବିଷୟରେ ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କ ପାଖକୁ ଆସିଛେ ଯିଏକି ଐତିହାସିକ ଅଛନ୍ତି ଏବଂ ଅଧ୍ୟାପକ ଅଛନ୍ତି, କାଶୀନାଥ ନାୟକ। ଆମେ ଆସନ୍ତୁ ତାଙ୍କ ସହିତ ସିଧାସଳଖ କଥା ହେବା ଲକ୍ଷ୍ମୀଧର ଜେନାଙ୍କ ବିଷୟରେ। ଆଜ୍ଞା, କବି ଆଉ ଲେଖକ ଲକ୍ଷ୍ମୀଧର ଜେନା ଆଳିପାଟଣା ଗ୍ରାମର, ବୟସ ବହୁତ ହେଲାଣି ତଥାପି ତାଙ୍କର ଲେଖା ଛାଡ଼ି ନାହାନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀରୁ ବି ପୁରସ୍କୃତ ହୋଇଛନ୍ତି। ତ ଆପଣ କ'ଣ କହିବେ? ଆପଣ ପରିଚୟ ଆଜ୍ଞା ଦିଅନ୍ତୁ। କାଶୀନାଥ ନାୟକ, ଅଧ୍ୟାପକ ଏବଂ ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି। ଲକ୍ଷ୍ମୀଧର ଜେନା ହେଉଛନ୍ତି ବାଗ୍ଦେବୀ ବୀଣାପାଣିଙ୍କର ଜଣେ ବରପୁତ୍ର। ତାଙ୍କର ଯେଉଁ ଜନ୍ମରେ ଜନ୍ମ ହୋଇଛନ୍ତି, ତାଙ୍କ କୂଳ ବ୍ୟବସାୟ ହେଲା ଚିଲିକାରେ ବାହନ କରିବା, ମାଛ ଧରିବା, ଜାଲ ବସାଇବା ଏବଂ ଡଙ୍ଗା ବାହିବା। ସେ ଏସବୁ ପ୍ରବୃତ୍ତି ପ୍ରତି ପିଲାଦିନୁ ଏସବୁ ଭିତରେ ଥାଇ ଓଡ଼ିଶା ବାଣୀ ଭଣ୍ଡାରକୁ ଦାନ କରିଦେଇଛନ୍ତି 101ଟି ପୁସ୍ତକ। ଯେଉଁ ଆମର ଯେଉଁ ଅଛି ଓଡ଼ିଶା ସାହିତ୍ୟକୁ ତାଙ୍କର ପୁସ୍ତକ 100ରୁ ଅଧିକା ପୁସ୍ତକ ସମୃଦ୍ଧ କରୁଛି। ତେଣୁ ସେ ଯେଉଁ ଆମ ସାତପଡ଼ା ଆଳୁପଟଣା ଅଞ୍ଚଳରେ ଜନ୍ମିତ ହୋଇଛନ୍ତି ଲକ୍ଷ୍ମୀଧର ଜେନା। ଆପଣମାନେ ଜାଣନ୍ତି ସେ ତାଙ୍କର ବିଭିନ୍ନ ରାମାୟଣ ଏବଂ ଅନ୍ୟାନ୍ୟ ପୁସ୍ତକ ଯୋଗୁଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀରୁ ଆମର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ଆମ ବ୍ରହ୍ମଗିରି ଅଞ୍ଚଳର ପୁରୀ ଜିଲ୍ଲାର ଜଣେ ଆଗଧାଡ଼ିର କବି ଭାବେ ଆମକୁ ଗୌରବାନ୍ୱିତ କରୁଛନ୍ତି। ଲକ୍ଷ୍ମୀଧର ଜେନା ଜଣେ କବି ହିସାବରେ ଯେତିକି ପରିଚିତ, ଜଣେ ଉତ୍ତମ ଲୋକ ହିସାବରେ ମାନେ ବ୍ୟକ୍ତି ହିସାବରେ ସେ ମଧ୍ୟ ଅତି ଭାବରେ ପରିଚିତ। ଆମ ଅଞ୍ଚଳରୁ କିପରି ଶିକ୍ଷାର ପ୍ରସାର ହେବ, ଆମ ଅଞ୍ଚଳରୁ କିପରି ଅଜ୍ଞାନତା ଦୂର ହେବ, କୁସଂସ୍କାର ଦୂର ହେବ, ଏ କଥା ତାଙ୍କ ଲେଖାରେ ମଧ୍ୟ ସେ ପ୍ରକାଶ କରିଥାନ୍ତି। ବିଭିନ୍ନ ନାରୀ ଶିକ୍ଷା, ଜାତି ଭେଦ ଏବଂ ଅନ୍ୟାନ୍ୟ ଯେଉଁ କୁସଂସ୍କାର ସମାଜରେ ଭରି ରହିଛି, ତାଙ୍କ ଲେଖାରେ ଏସବୁ ପ୍ରତିଫଳିତ ହୋଇଥାଏ ଏବଂ ସମାଜରେ
किपरि भाईचारा सृष्टि हम समस्ते किपरि मिलमिशि रहिबा सेथिपाई मध्य से सबुले तांकर लेखारे कार्यकलाप उल्लेख करथांती। विभिन्न शिक्षा अनुष्ठान सहित गोटे रामदया परिषद प्रतिष्ठा करिसेंती। धार्मिक आध्यात्मिक वातावरण सृष्टि करती सबुले वार्षिक प्रोग्राम करी एवं तांकर गोटे स्वतंत्र ग्रंथागार पाठागारटी अच्छी। तेणु से जड़े बहुधा प्रतिभादित व्यक्तित्व आजिर सी किंतु एत बड़ प्रतिभावान लोक आज अवहेलित अवस्था रही। राज्य सरकार एवं भारत सरकार तांक प्रति विशेष दृष्टि दि जाए एबे भी से अभाव अच्छा निज खाଇବା गंडक जोगाड़ करने एबे भी से संग्राम करुँच। तेणु आज आपण माध्यम मु निवेदन करी भारत सरकार निकट में ये जो कवि प्रतिभा को उपयुक्त सम्मान मिलू एवं मोर मध्य व्यक्तिगत मत जे लक्ष्मीधर जेना जे आम अंचल व्यास भाव में परिचित मु निवेदन करी सरकार को तांको भारत सरकार जदि चलित वर्ष पद्म पुरस्कार रे सम्मान करती आमे विशेष खुशी हेबू। तेणु ए जो बयस अधिक है तथापि ये समय तांकर साधना जारी रही। मु परमेश्वर श्री जगन्नाथ निकट में प्रार्थना करुच्ची तांकर जो अवशिष्ट जीवन चलचंचल रहू एवं भारत सरकार यथोचित सम्मान दिंतु एवं से आमको आहरी आमर वाणी भंडार को आहरी अनेक पुस्तक लिखि समृद्ध करूँ। समस्त धन्यवाद। आपण शुणिले ऐतिहासिक एवं शिक्षाविद काशीनाथ नायक ठारू जे लक्ष्मीधर जेना जड़े एभली व्यक्तित्व जे कि 100 खंड पुस्तक आम ओडिया साहित्य एकाडेमी की दान करिसेंती। आमे चलतु लक्ष्मीधर जेना सहित जीवा चिलिकार किभली से माछ मारुछंती एवं चिलिकारु से किभली माछ मारी किभली तांकर से निजर पेट पोषुछंती। आसंतु आमे जीवा तांकर सहित चिलिका को। आपण देखिले लक्ष्मीधर जेना किभली डंगा पाकु जाउछंती आ डंगा भी चलैबार अछि किंतु जेहेतु बयस है सुविधा ना डंगा को नबार आम मना करदेलु आम चैनल तरफ किंतु से सबुदिन नगले भी दिने दिने जाती माछ मारिबा आज्ञा आपण कूल व्यवसाय माछ मारिबा। आज माछ मारिबा ठारू आरंभ करी आपण मंदिर करवा लोक मानक जो भाया बही लेखि आपण जो युवपीढ़ी की समाज रे जो भाया आपण चेतना दौरान सचेतन वार्ता दौरान तो ए सब बाद रे आपण किभली जीवन आपणकर अतिबाहित करुछंती जोटा कि बर्तमान आपणकर बहुत आवश्यकता अच्छी जोटा से कहे कि ये चिलिका हूँ माँ ये जड़े पोषणी भंडार आम राधानाथ लेखिना उत्कल कमला विलास चिलिका मराड़ मालिनी नीलाम चिलिका देले यही चिलिका कूलर 50 हाथ दूर मो घरटी मु सब चिलिका सहित जड़ित बापा थिला बेले आम चिलिका को संध्या बेले जीवु सकाळु आसु माछ धरी सी जो दुख जंत्रणा ताहा कहिबनी मेघ महुली चड़क बिजुली आकु सहयोग करी चिलिकार माछ धरी परिवार प्रतिपोषण करू। परिवार प्रतिपोषण को ये चिलिका मध्य जहाँ अनुमान हुए ताहा मध्य नंट हुए सेतेबेले तो एते पैसा न थाए तेणु माछ केही मध्य आग्रह नियंती नहीं चिंगुड़ी मध्य नियंती नहीं चिंगुड़ी सुखुआ हुए तांपड़ा जहाँ कहा जाए। तेणु यही बड़ी किसी दिन पर मध्य ये चिलिकार माछ चिंगुड़ी कंकड़ा बाहर को रप्तानी जितेबाला है ये आम मानकर दुख दुर्दशा आपे आपे टिके सुधुरी गला। सुधुरी जावा समय बापा आमर चलीजा समय मो मेरुदंड भागीगला। मु आ चिलिका प्रति आतुले तातुले जाही चिलिकार माछ धरिबा नकले तो कुंड पोषा हो नहीं करे तापर एमती अन्यान्य व्यवसाय धंदा करी चली मझिरे मध्य बोले मासक भितर 2-4 थर चिलिका को नगले नहब तेणु बाध्य होगी जाऊँगी चिलिकार एपर्यंत मु डंगा नहीं एपाकू सेपाकू जापार शक्ति भगवान देती माँ कालीजाई आमको सबु डंगारे चिलिकारे सहायता हो जाती। मेघ मौली समय चिलिकारे माँ कालीजाई गोटे ज्योतिपिंड रूप आम जो डंगाटे को खटणी खटाऊँ जो किलारे से आविर्भूत हमें मु चक्षुरे देखी बापा कहते तू मुंडिया मारिक डंगारे बसी पड़े मेघ मौली आसिले। आज्ञा आपण बर्तमान माछ काम चाष ठू आरंभ कर माछ धरवा व्यवसाय ठू आरंभ कर लेखा कवि लेखा प्रतिदिन साइकेल सामग्री ठू आरंभ कर सब निजर सांग मान सहित मिसवा ये सब सत्ते आपण पद्मश्री पाइबे बोली बर्तमान आप जो आवेदन करिसेंती तो आपण सरकार आउ कौन कौन पुरस्कार पाई? मु साहित्य अकादेमी पाई
ବେଲେ ବହୁତ 40-50 ଖଣ୍ଡ ଅନୁଷ୍ଠାନ ମାନଙ୍କରୁ ମଧ୍ୟ ପ୍ରଶଂସିତ ସମର୍ଦ୍ଧିତ ହୋଇପାରିଛି। ମାୟାଧର ମାନସିଂହ ସମ୍ମାନ ମଧ୍ୟ ନନ୍ଦଳା ମାୟାଧର ମାନସିଂହ ଇଏରେ ଗାଁରେ ପାଇପାରିଛି। ମୋତେ ସାହିତ୍ୟ ଏକାଡେମୀ ମଧ୍ୟ ବେଲେ ସଭାପତି ରୂପରେ ମଧ୍ୟ ସେ ମଞ୍ଚକୁ ମଧ୍ୟ ପଠାଇଥିଲା, ମୁଁ ଯାଇଛି। ପୁରୀରେ ବହୁ ଅନୁଷ୍ଠାନ ମାନଙ୍କରେ ମୁଁ ମଧ୍ୟ ଜଡ଼ିତ, ବହୁ ଅନୁଷ୍ଠାନ ମୁଁ ମଧ୍ୟ ଆଉ ମେମ୍ବର ରୂପରେ ମାନେ ମୁଖ୍ୟ ହିସାବରେ ମଧ୍ୟ ରହିଛି। ମୋ ଜୀବନରେ ମୁଁ ମଧ୍ୟ ପ୍ରତିଭା, ସାକ୍ଷର ସୌରଭ, ଧର୍ମଧ୍ୱଜା ନାମରେ 3ଟି ପତ୍ରିକା ମଧ୍ୟ ବର୍ଷକୁ ବାହାର କରିପାରିଛି। ଆଜ୍ଞା, ଅଧ୍ୟାପକ କାଶୀନାଥ ନାୟକ କହିଲେ ଯେ ଆପଣ ପଦ୍ମଶ୍ରୀ ପାଇବା ପାଇଁ ଯୋଗ୍ୟ ବୋଲି, ତ ଆପଣ ପଦ୍ମଶ୍ରୀ ପାଇଁ କିଛି ଆବେଦନ କରିଛନ୍ତି କି? ହଁ, ମୁଁ 2022ରେ କରିଥିଲି, ତା ପାଇପାରିଲି ନାହିଁ। ଏବେ 2024ରେ ଆପ୍ଲାଏ କରିଛି। ସେଇ ଆପଣ କେତେ ଦୂର ଆଶାୟୀ ଅଛନ୍ତି ପଦ୍ମଶ୍ରୀ ପାଇବା ପାଇଁ? କ'ଣ କହିଲେ? କେତେ ଦୂର ଆଶାୟୀ ଅଛନ୍ତି ଆପଣଙ୍କୁ ମିଳିବ ବୋଲି? ମୁଁ ଚାହେଁ ପଦ୍ମଶ୍ରୀ ପାଇଲେ ଗୋଟେ ବଡ଼ ଲୋକ ହେଇଯିବି ନାହିଁ, କିନ୍ତୁ ଏ ଯେଉଁ ଅବହେଳିତ ଏରିଆରେ ଯେଉଁ ମୁଁ ପାଠ ନ ପଢ଼ିକିରି ଓଡ଼ିଆ ସାହିତ୍ୟ ସମୃଦ୍ଧି ପାଇଁ ଲାଗି ପଡ଼ିଛି, ସେଥିପାଇଁ ଆକୁ ଅନୁରୋଧ କରିକିରି ଲୋକ ମଧ୍ୟ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି କରିବା ପାଇଁ ମୁଁ ସେଥିପାଇଁ ଆପ୍ଲାଏ କରିଛି, ଆଉ ପାଇଁ ନାହିଁ। କାରଣ ଓଡ଼ିଆର ଆଜି ଭାଷାର ପତନ ପାଇଁ ହେଲାଣି। ସମସ୍ତେ ଇଂଲିଶ ପଢ଼ିଲେଣି, ଇଂଲିଶ ମିଡ଼ିୟମରେ ପଢ଼ିଲେଣି, ଓଡ଼ିଆ ଭାଷାକୁ ଆଉ କେହି ଦୃଷ୍ଟି ଦେଉନାହାନ୍ତି। ହଜାର ହଜାର ଟଙ୍କା, ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ସରକାର କରୁଛନ୍ତି ସ୍କୁଲ ମାନଙ୍କରେ, ତାଙ୍କ ପିଲାଙ୍କୁ ନେଇକରି ମିଡ଼ିଲ ସ୍କୁଲରେ ପଢ଼ୁଛନ୍ତି ଇଂଲିଶ। ଓଡ଼ିଆ ଭାଷା କେମିତି ବଞ୍ଚିବ? ସେଇ ଓଡ଼ିଆ ଭାଷାର ପ୍ରସାର ପାଇଁ ମୁଁ ଆଜି ପଦ୍ମଶ୍ରୀ ପାଇଁ ଆପ୍ଲାଏ କରିଛି। ଯେ ଲୋକମାନେ କହିବେ ଲକ୍ଷ୍ମୀନାଥ ଜେନା ପାଠ ନ ପଢ଼ି ଆଜି ସାହିତ୍ୟ ଏକାଡେମୀ ପାଇଛି, କିନ୍ତୁ ପଦ୍ମଶ୍ରୀ ପାଇବ। ଏଇପାଇଁ ମୁଁ ପଦ୍ମଶ୍ରୀ ପାଇଁ ଆପ୍ଲାଏ କରିଛି। ଆପଣ ଶୁଣିଲେ ଲକ୍ଷ୍ମୀନାଥ ଜେନାଙ୍କ ଠାରୁ ଯେ କମ୍ ପାଠ ପଢ଼ି ସେ ଯେତିକି ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି ଏବଂ ଯାହା ଯାହା କରିଯାଇଛନ୍ତି, ତାହା ଆଗାମୀ ଦିନରେ ବିରଳ, ବ୍ୟକ୍ତିତ୍ୱ ମିଳିବା ଭାରି କଷ୍ଟ। ଲକ୍ଷ୍ମୀନାଥ ଜେନାଙ୍କ ଯେଉଁ ଶୁଣିଲେ ଯେ ସ୍କୁଲ କରିଛନ୍ତି, ଲାଇବ୍ରେରୀ କରିଛନ୍ତି, ମନ୍ଦିର କରିଛନ୍ତି, ଯେଉଁ ବାହାର ଲୋକ ବି ତାଙ୍କ ସାଙ୍ଗରେ ଯେଉଁ ଗ୍ରାମବାସୀମାନେ ଥିଲେ ସେମାନେ ଯେଉଁଭଳି କହିଲେ, ତ ଏଭଳି ବ୍ୟକ୍ତିତ୍ୱ ମିଳିବା ଆମ ପାଇଁ କଷ୍ଟ। ଆଗକୁ ଆପଣ ଦେଖିବେ ଯେ ଲକ୍ଷ୍ମୀନାଥ ଜେନା କିଭଳି ସେ ତାଙ୍କ ଠାକୁରଙ୍କର କାର୍ଯ୍ୟ କରୁଥିଲେ, ସେ ବିଷୟରେ ବି ଆପଣ ଦେଖିଲେ। ଲକ୍ଷ୍ମୀନାଥ ଜେନା ଘରକୁ କିଭଳି ଆସୁଛନ୍ତି, ସାଇକେଲଟିଏ ଧରି ଯାହା ତାଙ୍କର ସିଏ ଯାହା ଚଲେଇଛନ୍ତି, ମାନେ ବ୍ରହ୍ମଗିରି ଯାଆନ୍ତି ବି ସେ ସାଇକେଲରେ ଏକୁଟିଆ। ଲକ୍ଷ୍ମୀନାଥ ଜେନା ଏଭଳି ଜଣେ ବ୍ୟକ୍ତିତ୍ୱ, ତାଙ୍କୁ ଆଗକୁ ପଦ୍ମଶ୍ରୀ ମିଳିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, LK TV।